जय श्री राधे कृष्ण। नमस्कार। भेरी भेरी स्वीट मॉर्निंग। ଯେତେବେଳେ କୌଣସି ବ୍ୟକ୍ତିର ନାଁ ଦେଉ କିମ୍ବା କମ୍ପାନୀର ନାଁ ବି ଦିଆ ହୁଏ କିମ୍ବା କୌଣସି ଲୋକର ହେଉ କମ୍ପାନୀର ହେଉ କିମ୍ବା କୌଣସି ପ୍ଲେସ୍ର ହେଉ ଯେକୌଣସି ପାଳିତ ପଶୁର ହେଉ ଯେତେବେଳେ ଆପଣ ନାଁ ଦେଉଛନ୍ତି ଏଇଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ। ସେ ନାଁର ଭାଇବ୍ରେସନ୍ ଯାହା ଆପଣଙ୍କୁ ସେଇ ବ୍ୟକ୍ତି ବା ସେ ଜିନିଷ ସେ କମ୍ପାନୀ ଆପଣଙ୍କୁ ସେମିତି ରେଜଲ୍ଟ ବି ଦେବ। ଶବ୍ଦର ବହୁତ ପାୱାର ଅଛି। ଆପଣ ଧର ଗୋଟେ ବ୍ୟକ୍ତି ଯେତେବେଳେ ନାଁ ଦେଉଛନ୍ତି ତାହାର ଶୁଭ ଲେଟର୍ ଯେଉଁଟା ଆସୁଛି ସେଇ ଲେଟର୍ରେ ନାଁ ଦେବେ। ସେ ନାଁର ନ୍ୟୁମରୋଲୋଜି କାଢ଼ିକି ତାକୁ ଦେଖିବେ ବି ସେଟା ବି ଠିକ୍ ହେଉଛି କି ନାହିଁ ତା ପାଇଁକି। କିନ୍ତୁ ଯେଉଁଟା ଶୁଭ ଲେଟର୍ ସେଇଥିରେ ନାଁ ଦିଅନ୍ତୁ। ଏ ନାଁ ବହୁତ ତା ପାଇଁକି ସକ୍ସେସ୍ ଦେବ। ଯଦି ବି କିଛି ଭଲ ନାଁ ମିଳୁନି ରାଶି ହିସାବରେ ଲଗ୍ନ ହିସାବରେ ବି ନାଁ ଦେଇପାରିବେ। ଇଏ ବି ବହୁତ ଶୁଭ ହେଇଥାଏ। ଯଦି ଗୋଟେ କୌଣସି ଆପଣଙ୍କର ନିଜ କମ୍ପାନୀର ନାଁ ଦେଉଛନ୍ତି ସେ କମ୍ପାନୀ କି ରିଲେଟେଡ଼୍ ପ୍ରଡ଼କ୍ଟ ତା'ର ଅଛି, ସେ ପ୍ରଡ଼କ୍ଟଟା କେଉଁ ପ୍ଲାନେଟ୍ ସହିତ କନେକ୍ଟ, ସେ ପ୍ଲାନେଟ୍ର ଲେଟର୍ ଭାଇବ୍ରେସନ୍କୁ ଯିବେ ଆପଣ ନାଁ ଦେବେ। ଯଦି ସେ ଲେଟର୍ଟା ଆପଣଙ୍କ ସହିତ ସୁଟ୍ କରୁନି ତାହେଲେ ଆପଣ ଲଗ୍ନର ରିଲେଟେଡ଼୍ ବାହା କରିବେ। ଲଗ୍ନ ରିଲେଟେଡ଼୍ କିଛି ଆପଣଙ୍କର ନାଁ ମଧ୍ୟ ଦେଇପାରିବେ କିମ୍ବା ସେଭେନ୍ଥ ହାଉସ୍ ବିଜନେସ୍ କରୁଛନ୍ତି ସେଭେନ୍ଥ ହାଉସ୍ର ରିଲେଟେଡ଼୍ ମଧ୍ୟ ଆପଣ ନାଁ ଦେଇପାରିବେ। କିନ୍ତୁ ଯଦି ଆପଣଙ୍କର କୌଣସି ବ୍ୟକ୍ତିଙ୍କର ନାଁ ଚେଞ୍ଜ କରିବାକୁ ଚାହୁଁଛନ୍ତି ଆପଣ ତା'ର ଯେଉଁ ଭାଇବ୍ରେସନ୍ ଆସୁଛି ନାଁ ସେଇଥିରେ ନାଁ ଦେବେ। ନାଁରେ ବହୁତ ପ୍ରଭାବ ପକାଇଥାଏ। ଭାଗ୍ୟ ଚେଞ୍ଜ ହେଇଥାଏ। କମ୍ପାନୀ ଯଦି ଭଲ ଚାଲୁନି କିଛି ପ୍ରୋବ୍ଲେମ୍ ହେଉଛି ଆପଣ ସେ କମ୍ପାନୀର ନାଁ ବି ଚେଞ୍ଜ କରିଦିଅନ୍ତୁ। କଲା ପରେ ବି ଦେଖିବେ ଆହୁରି କିଛି ବହୁତ ଭଲ ହେବ। ବହୁତ ପ୍ରୋବ୍ଲେମ୍ ସର୍ଟ ଆଉଟ୍ ହେଇଯିବ। ଯଦି ବି ନହେଲା ତାହେଲେ ଆଉ କିଛି ପର୍ସନାଲ୍ ପ୍ରୋବ୍ଲେମ୍ ଅଛି ସେଇଟାକୁ ୱାଇଣ୍ଡ ଅପ୍ କରିବାକୁ ଅଛି। ମଣିଷର ଯେମିତି ନାଁ ଚେଞ୍ଜ କରାଯାଏ କମ୍ପାନୀର ମଧ୍ୟ ସେମିତି ନାଁ ଚେଞ୍ଜ କରାଯାଇଥାଏ। ଆପଣ କମ୍ପାନୀର ନାଁ ଚେଞ୍ଜ କରିଦେବେ। ଯେତେବେଳେ କୌଣସି ପେଟ୍କୁ ପାଳୁଛନ୍ତି ତାକୁ ରଖିଲା ବେଳେ ଆଣୁଛନ୍ତି ଗୋଟେ ନାଁ ଦେଉଛନ୍ତି ପସନ୍ଦର ନାଁ ସହିତ ଆପଣଙ୍କର ନିଜ ନାଁ ସହିତ କମ୍ପାଟିବିଲିଟି ଥିବା ସେମିତି ନାଁ ଦିଅନ୍ତୁ। ଆପଣଙ୍କର ଯେଉଁ ଲେଟର୍ ଦେଉଛନ୍ତି ସେ ଲେଟର୍ର ଆପଣ ନାଁ ବି ଦେଇପାରିବେ। ଦେଲେ ଶୁଭ ଆପଣଙ୍କ ପାଇଁକି ଯେଉଁ ଲେଟର୍ ଶୁଭ ସେଇ ଶୁଭ ଲେଟର୍ରେ ଆପଣ ଦିଅନ୍ତୁ। ଯେଉଁଟା ଭଲ ଲାଗୁଛି ନୁହଁ ଆପଣଙ୍କୁ ବହୁତ ଲାଭ ମିଳିବ ଆପଣଙ୍କର ଶୁଭ ଲେଟର୍ରେ ତା ନାଁ ଦେବା। ତେଣୁ ଯେତେବେଳେ ନାଁ ହେଉଛି ବହୁତ ପ୍ରଭାବ ପକାଇଥାଏ ବ୍ୟକ୍ତିଙ୍କ ଲାଇଫ୍ରେ। ସେଥିପାଇଁକି ନାଁ ଦେଲାବେଳେ ତା'ର ନ୍ୟୁମରୋଲୋଜି ଦେଖିବେ, ତା'ର ଭାଇବ୍ରେସନ୍ ଦେଖିବେ ଆଉ ସେ ନାଁଟା ଯେମିତି ଅତି ଡିଫିକଲ୍ଟ ହେଇନଥିବ। ନାଁ ସବୁବେଳେ ଗୋଟେ ବହୁତ ଭଲ ହାଇ ଲେବୁଲ୍ର ମିନିଂ ଥିବା ନାଁ ଦେଲେ ନିଜର ଯେଉଁ କମ୍ପାନୀ ସେ ପ୍ରଡ଼କ୍ଟ ରିଲେଟେଡ଼୍ ସେ ଗ୍ରହ ରିଲେଟେଡ଼୍ ନାଁକୁ ମଧ୍ୟ ଦେଲେ ଆପଣଙ୍କ ପାଇଁକି ବହୁତ ପ୍ରଫିଟ୍ ମିଳିବ ଆଉ ବହୁତ ଭଲ ବି ରହିବ। ଜୁଲାଇ 5 ଫ୍ରାଇଡ଼େ ନଷ୍ଟଚନ୍ଦ୍ର ଉପବାସ ଅଛି, ନିଶା ପାଳନ ଅଛି। ଏ ଅମାବାସ୍ୟାକୁ କୁହାଯାଏ ବିଜୟା ଅମାବାସ୍ୟା। ଆଜି ଶୁଭ କାର୍ଯ୍ୟ କରିବା ଆଦୌ ଭଲ ନୁହେଁ। ଆଜି ଚନ୍ଦ୍ରମା ଅଛନ୍ତି ମିଥୁନ ରାଶିରେ, ଆଦ୍ରା ମିଥୁନରେ ଅଛନ୍ତି। ଅମାବାସ୍ୟା ଅଛି ଆଉ ଚନ୍ଦ୍ରମା ରାହୁଙ୍କ ନକ୍ଷତ୍ରରେ ଅଛନ୍ତି। ଏମିତି ବି ଅମାବାସ୍ୟା ରାହୁ କେତୁ ଶନିଙ୍କର ପ୍ରଭାବିତ ଦିନ, ବେଶୀ ଶନି ଆଉ ରାହୁଙ୍କର ପ୍ରଭାବିତ। ଆଜି ବହୁତ କେୟାରଫୁଲ୍ ରହିବେ, କିଛି ରିସ୍କ ଷ୍ଟେପ୍ ନେବେନି, ଶୁଭ କାର୍ଯ୍ୟ କରିବେ ନାହିଁ କାରଣ ରାହୁଙ୍କର ଆଦ୍ରା ନକ୍ଷତ୍ର ଡିଷ୍ଟ୍ରକ୍ସନ୍ ନକ୍ଷତ୍ର। ଆଜିର ସୂର୍ଯ୍ୟ ଉଦୟ ସମୟ 5ଟା12, ସୂର୍ଯ୍ୟାସ୍ତ 6ଟା29। ଆଜି ଯଦି ଏମର୍ଜେନ୍ସି କାହାର ଅଛି କିଛି କାମ କରିବା ପାଇଁକି ଆଜିର ଶୁଭ ସମୟ 6ଟା9ରୁ 7ଟା1, 12ଟା17ରୁ 2ଟା55, ସନ୍ଧ୍ୟା 6ଟା26ରୁ 8ଟା36। ଆଜିର ରାହୁ କାଳ 10ଟା12ରୁ 11ଟା51, କାଳବେଳା 10ଟା12ରୁ 11ଟା51, ବାରବେଳା 8ଟା33ରୁ 10ଟା12। ଏହି ସମୟରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଆଜି ଆମିଷ ଖାଇବା, ତେଲ ଲଗାଇବା ଶୁଭପ୍ରଦ ନୁହେଁ। ଅମାବାସ୍ୟା ଥିବାରୁ ଅମାବାସ୍ୟା ରାତ୍ରରେ ଆପଣ ଫାଷ୍ଟିଂ କରିବା ବି ବହୁତ ଭଲ। ଯଦି ଖାଉଛନ୍ତି ଏକଦମ ଏର୍ଲି ଇଭିନିଂରେ ଖାଇ ନିଅନ୍ତୁ, ଲେଟ୍ ନାଇଟ୍ରେ ଖାଆନ୍ତୁ ନାହିଁ। ନନଭେଜ୍ ତ ଆଦୌ ନୁହଁ, ହେଲ୍ଥ ଇସ୍ୟୁ ଆସିବ। ଯେଉଁମାନେ ସବୁ ନ୍ୟୁ ମ୍ୟାରେଡ଼୍ ଅଛନ୍ତି, ନ୍ୟୁଲି ମ୍ୟାରେଡ଼୍ ଯେଉଁମାନେ ଅଛନ୍ତି, ଯେଉଁମାନେ ପ୍ରେଗନେନ୍ସି ଅଛି, ଯେଉଁମାନଙ୍କର
ସୂର୍ଯ୍ୟ ଅସ୍ତ ପରେ ଆପଣ ଛାତ ଉପରକୁ ଯାଆନ୍ତୁନି, ବାହାରକୁ ଯାଆନ୍ତୁ ନାହିଁ, ଅନ୍ଧାର ଜାଗାକୁ ଯାଆନ୍ତୁନି, ଲାଇଟ୍ ପୋଷ୍ଟ ପାଖରେ ମଧ୍ୟ ଆପଣ ଠିଆ ବି ହୁଅନ୍ତୁ ନାହିଁ। କିଛି ଆଇସ୍କ୍ରିମ୍ ଖାଇବା, କ୍ଷୀର ଜାତୀୟ ଜିନିଷ ଲାଇଟ୍ ପୋଷ୍ଟ ପାଖରେ ଖାଇବେ ନାହିଁ। ଅମାବାସ୍ୟାରେ ଖାଇବେ ତ ଆଦୌ ନୁହେଁ, ଅଲଗା ଦିନରେ ବି ଖାଇବା କଥା ନୁହେଁ। ରାସ୍ତାରେ କଡ଼ରେ ଏମିତି ଖାଇଲେ ନେଗେଟିଭ୍ ଆତ୍ମାଙ୍କର ସବୁ ପ୍ରଭାବ ଆସିଯାଇଥାଏ, ହେଲ୍ଥ ଇସ୍ୟୁ ଆସିଥାଏ। ଆପଣ ଏସବୁ ନ କରିବା ପାଇଁକି ଚେଷ୍ଟା କରିବେ। ଅମାବାସ୍ୟାରେ କିଛି ଦାନ ବି କରିପାରନ୍ତି। ଅମାବାସ୍ୟା, ପୂର୍ଣ୍ଣିମା, ସଂକ୍ରାନ୍ତି ଏଥିରେ ସବୁ ଦାନ କଲେ ବହୁତ ଶୁଭ ହୋଇଥାଏ। ଅମାବାସ୍ୟାରେ ରାସ୍ତା କଡ଼ର ଗରିବ ଲୋକଙ୍କୁ ମଧ୍ୟ ଦାନ କରିବେ। କିଛି ତେଲରେ ତିଆରି ତେଲ ବି ପ୍ୟାକେଟ୍ ବି ଦାନ କରିପାରିବେ। ଆପଣ ଅମାବାସ୍ୟାରେ ପିତୃ ଲୋକଙ୍କୁ କିଛି ଖାଇବାକୁ ଦିଅନ୍ତୁ। ପିତୃଲୋକଙ୍କୁ ତିଳ ତର୍ପଣ କରାଯାଇଥାଏ ଅମାବାସ୍ୟାରେ। ପିତୃଲୋକଙ୍କ ପାଇଁକି ଆପଣ ତୀର୍ଥ ଜାଗାରେ ଶ୍ରାଦ୍ଧ କରିପାରିବେ, ଗୀତା ପାଠ କରିପାରିବେ। କିନ୍ତୁ ଗୀତା ପାଠ କଲାବେଳେ ଈଶ୍ୱରଙ୍କୁ ପ୍ରାର୍ଥନା କରିବେ, ମୋର ପିତୃ ଲୋକଙ୍କୁ ମୁକ୍ତି କରନ୍ତୁ। ଟିକେ ଆପଣ ନିର୍ମାଲ୍ୟ ପାଖରେ ରଖିଦେବେ, ଜଳ ରଖିଦେବେ, ଗୀତା ପାଠ କରିବେ, କହିବେ ହେ ପିତୃଦେବ ନିର୍ମାଲ୍ୟକୁ ଗ୍ରହଣ କରନ୍ତୁ, ଆପଣଙ୍କ ପାଇଁ ଅଛି। ହେ ଈଶ୍ୱର ମୋର ପିତୃଦେବଙ୍କୁ ମୁକ୍ତି କରନ୍ତୁ। ଏମିତି କହିକି ଆପଣ ଦକ୍ଷିଣ ଦିଗକୁ ମୁଖ କରିକି ବସିକି ପିତୃଲୋକ ପାଇଁକି ଗୀତା ବି ପାଠ କରନ୍ତୁ। ବହୁତ ଶୁଭ ଫଳ ଆପଣଙ୍କୁ ବି ପ୍ରାପ୍ତି ହେବ, ଆଶୀର୍ବାଦ ମିଳିବ। ଯେଉଁମାନଙ୍କର ପିତୃଦୋଷ ଅଛି, ଯେଉଁମାନଙ୍କର ଶନି ରବି ଏକତ୍ର ଅଛନ୍ତି, ରବି ରାହୁ ଏକତ୍ର ଅଛନ୍ତି, ଦୃଷ୍ଟି ବିନିମୟ କରୁଛନ୍ତି, ପିତୃଦୋଷ ଥାଏ। ଏଣୁ ପିତୃଦୋଷ ଦୂର କରିବା ପାଇଁକି ବେଷ୍ଟ ଦିନ ହେଉଛି ଅମାବାସ୍ୟା ଦିନ। ଆସନ୍ତୁ ଜାଣିବା ଆଜିର ଖୋରା ବିଷୟରେ। ମେଷ ରାଶି ଆପଣଙ୍କର ଆଜି ଏନର୍ଜି ଲେଭେଲ୍ ବହୁତ ହେଇଯିବ। କୌଣସି ଅସମ୍ଭବ କାର୍ଯ୍ୟକୁ ଆଜି କରି ବସିବେ। ଆପଣ ଆଜି ଜିମ୍ ଯାଇପାରନ୍ତି କିମ୍ବା ଜିମ୍ରେ ଆଜି ବହୁତ ୱାର୍କଆଉଟ୍ କରିବେ। ପାଖ ଜାଗାକୁ ଯାତ୍ରା ମଧ୍ୟ କରିବେ। ଆପଣଙ୍କର ଭାଇ ଭଉଣୀଙ୍କୁ ନେଇକି ଆଜି ବହୁତ ଖୁସି ରହିବେ। କୌଣସି ଅତି ପ୍ରିୟ ଲୋକ ସହିତ କନେକ୍ଟ ରହିବେ। ଆପଣଙ୍କର କିଛି ନୂଆ ସ୍କିଲ୍ ଆଜି ବାହାରିବ। ବହୁତ ଭଲ ଦିନ ଅଛି, ଉତ୍ସାହର ସହିତ କାମ କରିବେ। ଆପଣ ଗଣେଶ ଭଗବାନଙ୍କୁ ଆଜି ଲାଲ ଫୁଲ ଅର୍ପଣ କରନ୍ତୁ। ବୃଷ ରାଶି ଆଜି ସାତ୍ତ୍ୱିକ ଖାଦ୍ୟ ଖାଇବେ। ଗୋଟେ ଭାବିଛନ୍ତି ଆଉ ଗୋଟେ ଖାଦ୍ୟ ଆପଣଙ୍କୁ ମିଳିବ, ଗୋଟେ କହିବାକୁ ଅଛି ଆଉ କିଛି କହିବାକୁ ପଡ଼ିବ। ଆଜି ଆପଣ ଆଜି କମ୍ପ୍ରମାଇଜ୍ରେ ରୁହନ୍ତୁ। କଳି ଝଗଡ଼ା ଇସ୍ୟୁରେ ରହିଲେ କିଛି ଲାଭ ମିଳିବ ନାହିଁ। ଯାତ୍ରା କରିବେ, ଖର୍ଚ୍ଚ ମଧ୍ୟ ଅଧିକ ହେବ। ପ୍ରଭୁ ଶ୍ରୀରାମଙ୍କୁ ଆଜି ସ୍ପେଶାଲି ପୂଜା କରନ୍ତୁ। ଶ୍ରୀରାମ ଜୟ ରାମ ଏହି ମନ୍ତ୍ର ଆଜି ଜପ କରନ୍ତୁ। ମିଥୁନ ରାଶି ଆପଣଙ୍କର ଆଜି କିଛି ନୂଆ ପରିଚୟ ମିଳିବ, ନୂଆ କିଛି ସେଟଅପ୍ ହେବ। ଖାଦ୍ୟପେୟ ଇଏ ଭଲ ରହିବ। ଆଜି କିଛି ଗୁରୁତ୍ୱପୂର୍ଣ୍ଣ କାମକୁ ଆଜି ହ୍ୟାଣ୍ଡେଲ୍ କରିନେବେ। ମନର କଥା କିଛି ପୂରଣ ହେବ। ଆଜି ବହୁତ ସୁନ୍ଦର ଭାବରେ ସିଚୁଏସନ୍କୁ ହ୍ୟାଣ୍ଡେଲ୍ କରିନେବେ। ଆଜି ବୋଥ୍ ପ୍ୟାରେଣ୍ଟସ୍ଙ୍କ ସହିତ, ଫ୍ୟାମିଲି ଲୋକଙ୍କ ସହିତ କନେକ୍ଟ ରହିବେ। କିଛି ନଷ୍ଟଭଷ୍ଟ ହେଇଯିବା, ମନମାନି କରିବା, ଏଇସବୁ କାମରେ ଆପଣଙ୍କ ସାଇଲେନ୍ସଲି ଯେତେବେଳେ କରିନିଅନ୍ତି, ଆଜି ଏଇ ଦିଗରେ ଆପଣଙ୍କର କିଛି ମାଇଣ୍ଡରେ ଆସିବ ନାହିଁ, ଏସବୁ କରିବା ଉଚିତ ନୁହେଁ। ଆଜି କିଛି ସଦ୍ବୁଦ୍ଧି ବି ମିଳିଯିବ। ରୁଦ୍ରାଷ୍ଟକ ଆଜି ଶୁଣନ୍ତୁ। କର୍କଟ ରାଶି ବହୁତ 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 କେୟାରଫୁଲ୍ ରୁହନ୍ତୁ। ଆଘାତ ଲାଗିପାରେ, ପାଦରେ କିଛି ଡ୍ୟାମେଜ୍ ହେଇପାରେ। ଖର୍ଚ୍ଚ ବାର୍ଚ୍ଚ ଅଛି, ମେଡ଼ିକାଲକୁ ଯାଇପାରନ୍ତି, ମେଡ଼ିସିନ୍ କିଣିପାରନ୍ତି। ଆପଣଙ୍କର ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ଦିଗରେ କିଛି ଲସ୍ ହେଇପାରେ, କେୟାରଫୁଲ୍ ରୁହନ୍ତୁ। ମହାମୃତ୍ୟୁଞ୍ଜୟ ମନ୍ତ୍ର 108 ଶୁଣନ୍ତୁ। ସିଂହ ରାଶି ଆପଣଙ୍କର ଆଜି ହଠାତ୍ କୌଣସି ଫ୍ରେଣ୍ଡଙ୍କ ସହିତ କନେକ୍ଟ ହେବେ। କିଛି ପ୍ରଫିଟ୍ ମିଳିବ, କିଛି ଖବର ଆସିବ। ଆପଣଙ୍କର କୌଣସି ସିଚୁଏସନ୍କୁ ଆଜି ଟ୍ୟାକ୍ଟଫୁଲି ହ୍ୟାଣ୍ଡେଲ୍ ବି କରିବେ। ଅବଶ୍ୟ ଆଜି ଆପଣଙ୍କ ପାଇଁକି ଭଲ ଦିନ ଅଛି। କିଛି କାମରୁ ଆପଣଙ୍କୁ ଆଜି ମୁକ୍ତି ମିଳିବ। ଆପଣ ଏକାଦଶ ରୁଦ୍ର ଶୁଣନ୍ତୁ। ଆପଣଙ୍କ ପାଇଁ ଆଜି କିଛି ଡିଲ୍ ହେବ। ନିଜ ଲୋକ ସହିତ କନେକ୍ଟ ରହିବେ। କାମ ବି ଭଲରେ ହେଇଯିବ। ଆଜି ଖାଇବା ପିଇବା ଭଲ ରହିବ। ବିଭିନ୍ନ ଅନ୍ୟ ଲୋକଙ୍କ ଠାରୁ ଆଜି ଲାଭ ମିଳିବ। ଆପଣ ଆଜି ମହାମୃତ୍ୟୁଞ୍ଜୟ ମନ୍ତ୍ର ଶୁଣନ୍ତୁ। କନ୍ୟା ରାଶି
आज बहुत बिजी शेड्यूल बहुत काम करेंगे कि आपण कर्मर प्रिंसिपल को बुझे अलग प्रिंसिपल किसी बुझे ना आज दुनियादारी ठू बाहर के थोड़ा हटके किसी स्टेप ने आज निज अनुसार निज लाइफ को लीड करेंगे आपण आज व्हाइट कलर ड्रेस पिंधतु तुला राशि भाग्य आज साथी दब कि निज पर्सनाल काम को ग्रोथ पाई कि स्टेप ने किणाकिणी करेंगे आपणकर आज कौन उच्च लोक सहित कनेक्ट हेबे किसी काम आज आपणकर भलरे भलरे हो आपण आज चंदन मथारे लगातु बिछा राशि आपणकर आज किसी परिवर्तन हम माइंड रे बहुत कथा आसीबो एमती भी अमावास्या बेल को चंद्र नीचे थांती नीच मीन्स लो एनर्जी रे थांती आपण घरे भी चंद्रमा होचंती नीच से कि आज किसी बड़ स्टेप नियंतु नहीं आपण किसी काम को देखी चाहिए करने नहले किसी इश्यू आसीबो रास्ता रे जीवा समय केयरफुल जातु एमती रात्र रे बेसी रात्र रे आसंतु नहीं घर को आसतु ना कौड़ी आज आप बहुत केयरफुल रे आज स्पिरिट सहित कनेक्ट हबार संभावना अच्छी बी केयरफुल हनुमान चालीसा महामृत्युंजय मंत्र आज सब शुणु धनु राशि आपण आज किसी डील हम निज लोक सहित कनेक्ट रे काम भी भलरे हो आज खावा पीवा भल विभिन्न अननोन लोकों ठारू आज लाभ मिल आपण आज रुद्राष्टक शुणु मकर राशि छोट छोट काम को लेकिन व्यस्त रे आपणकर किसी इश्यू सामना को आसीबो कौन से गुरुत्वपूर्ण मैटर को आपण आज देखिकी हैंडल करेंगे हेल्थ इश्यू आसीपे ना कर्मचारी प्रोब्लेम हो पारे आज अननेसेसरी कथार पड़े केयरफुल रुहतु आपण आज दुर्गा कवच शुणु कुंभ राशि गोटे कथा किसी भावी एंटरटेनमेंट रिलेटेड कि कौन काम रिलेटेड आपन से काम को लेकिन किसी स्लो प्रोसेस हम धैर्यर सहित कले काम कंप्लीट हम अदरवाइज आपण आज किसी ठकामी बंचीजे किसी म्यूजिक शुणवे पूजा पाठ रे आज किसी प्रिंसिपल को फॉलो करेंगे आप आज ओम ओम मंत्र को चैंटिंग करंतु मीन राशि आपणकर माँ आज किसी काम को आपण आज मन पकड़े करेंगे हेल्प करेंगे गाड़ी भूमि संबंधित किसी काम हम निजर रोसे घर को सजाड़े सफा करेंगे आज माइंड रे बहुत कथा आसीबो पास्ट मेमोरी सब आसीबो बहुत प्रेसर रे किसी प्लानिंग अवश्य करेंगे आज बिजी भी रे बहुत काम हम आपण आज महामृत्युंजय मंत्र शुणु आज दिन को भल करने कि आपण एकादश रुद्र शुणु ठीक राहु काल समय आज राहु काल हूँ दिन 10:12 ରୁ 11:50 ବା 51 ठीक राहु काल समय आपण महामृत्युंजय मंत्र दुर्गा कवच प्लस ओम रांग राहवे नम ये मंत्र जप करंतु जो मानकर राहु नीचे रे अछंती किबा राहु महादशा चली आपण को बहुत लाभ मिल वीडियो को टिके लाइक करंतु शेयर करंतु चैनल को सब्सक्राइब करंतु आउ पाखरे थिबा बेल आइकन को क्लिक करंतु जहा द्वारा कि नुआ नुआ वीडियो आपण देखि परिबे। धन्यवाद।